ଚାଟ୍ ଜିପିଟି କଥାରେ ମାଆଙ୍କୁ ମାରିଦେଲେ ଆମେରିକୀୟ ଅଧିକାରୀ। ଆମେରିକାର ପୂର୍ବ ଉପକୂଳରେ ଥିବା କନେକ୍ଟିକଟ ରାଜ୍ୟରେ ଜଣେ ବ୍ୟକ୍ତି ଅଜବ କାଣ୍ଡ ଘଟାଇଛନ୍ତି। ନିଜ ମାଆଙ୍କୁ ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ଜଣାଶୁଣା ଓପନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟ୍ ଜିପିଟି କହିବା ଅନୁସାରେ 56 ବର୍ଷର ପୂର୍ବତନ ଟେକ୍ କମ୍ପାନୀ ଅଧିକାରୀ ଷ୍ଟିଭ୍ ଏରିକ୍ ସୋଲବର୍ଗ ଏହି କାଣ୍ଡ ଘଟାଇଛନ୍ତି। ଚାଟ୍ ଜିପିଟି କାରଣରୁ ତାଙ୍କ ମନ ଭିତରେ ଭୟ ବୃଦ୍ଧି ପାଇଥିଲା। ଏଥିପାଇଁ ଶେଷରେ ସେ ନିଜ ମାଆଙ୍କୁ ହତ୍ୟା କରିଥିଲେ। ସୋଲବର୍ଗ ଚାଟ୍ ଜିପିଟି ନୂଆ ସଂସ୍କରଣ GPT-4o ବ୍ୟବହାର କରୁଥିଲେ। ଏହି ଏଆଇ କହିବା ଅନୁସାରେ ସେ ତାଙ୍କ ମାଆଙ୍କୁ ତାଙ୍କଠାରୁ ସବୁଠାରୁ ବଡ଼ ଶତ୍ରୁ ବୋଲି ବିଚାର କରିନେଇଥିଲେ। ଏଆଇ ତାଙ୍କ ମାଆଙ୍କୁ ଜଣେ ଗୁଇନ୍ଦା ଏଜେଣ୍ଟ ଓ ତାଙ୍କର ବଡ଼ ଶତ୍ରୁ ବୋଲି କହିଥିଲା। ଫଳରେ ଅଗଷ୍ଟ 3ରେ ସେ ନିଜ ମାଆଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ମାଆଙ୍କ ପରିବାରର ଲୋକେ ଚାଟ୍ ଜିପିଟି ତିଆରି କରିଥିବା କମ୍ପାନୀ ଓପନ୍ ଏଆଇ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି। ଏହି ଘଟଣା ପାଇଁ ଚାଟ୍ ଜିପିଟିକୁ ଦାୟୀ କରାଯାଇଛି। ତେବେ ଏହି ଘଟଣାରେ ଆମେ ମର୍ମାହତ ଓ ଚାଟ୍ ଜିପିଟିକୁ ଆହୁରି ଅଧିକ ଉନ୍ନତ କରିବାକୁ ଆମେ ପ୍ରୟାସ କରୁଛୁ ବୋଲି କମ୍ପାନୀ ତରଫରୁ କୁହାଯାଇଛି।